ଆଜ୍ଞା ଆଜି ସକାଳ 7 ସମୟରେ କାଲି ଆମ ଅଜା ସେ ଚିକେନ୍ ଟିକେ ନେଇ ଆସିଥିଲେ। ତାଙ୍କ ଗୋଟେ ନେହୁଳ ଗୋଟେ ରଖିଥିଲେ, ସେ ନେହୁଳ ଆସି ଚିକେନ୍ ତାଙ୍କ ଲଷ୍ଟ କରିଦେଲା। ଆମ ଅଜା କହିଲେ ତୁମ ନେହୁଳକୁ ତୁମେ ବାନ୍ଧି ରଖ, ଆମ ଘରକୁ ଆସି ଆମେ ସାମାନ ଲଷ୍ଟ କରୁଛି କହିବା ସକାଶେ ସେ ନେହୁଳକୁ ବାନ୍ଧି ନଥିଲେ। କାଲି ମଧ୍ୟ ସେ ନେହୁଳ ଆସି ସକାଳେ ଆଜି ଆସି କ'ଣ ଲଷ୍ଟ କରିଥିବ, ସେ ଆମ ଅଜା ଗୋଟେ ବାଡ଼ିରେ ଫୋପାଡ଼ି ଦେଲେ। ସେ ନେହୁଳ ଦେହରେ ବାଜିଗଲା। ସେ ପିଲା ଆସିକି ରାଗରେ ଆମ ଅଜାକୁ ହାଣି ଦେଇଛି ଘର ଭିତରେ ବସିକି। ନାଁ ହେଉଛି ଡାକ ନାଁ ଗୁଲୁ, ତାକୁ ନାଁ ସ୍କୁଲ ନାଁ ହେଉଛି ନାରାୟଣ ଦାସ। ସେ ଆମ ପଡ଼ିଶାର ଘର ପିଲା, ଆମ ଅଜାଙ୍କ ପଡ଼ିଶାର ଘର ପିଲା। ସେ ଆସିକି ଆଜି ରାଗରେ ତାକୁ ହାଣି ଦେଇଛନ୍ତି। ଆମ ଘର ଯାଇଥିଲେ ସେ ନେହୁଳକୁ ଆମ ଅଜା ସେ ସକାଳେ ଆସିଲା ନେହୁଳ ଆସିଲା ଫଳରେ ଆମ ଅଜା ସେ ନେହୁଳକୁ ବାଡ଼ି ଗୋଟେ ଫୋପାଡ଼ିଲେ। ସେ ନେହୁଳ ଦେହରେ ବାଜିଲା ଫଳରେ ସେ ନେହୁଳ ଟିକେ ପଡ଼ିଗଲା ପରେ ସେ ପିଲା ଦେଖି ଗାଳି କଲେ ଆମ ଅଜାକୁ। ଗାଳି କରି ଫାଷ୍ଟ ଆସିକି ଗୋଟେ ହାତରେ ବାଡ଼ି ଦେଇକି ପଳେଇଲେ। ତାପରେ ଖଣ୍ଡା ନେଇକି ଆସି ସେ ପିଲା ହାଣି ଦେଇଛି ଆମ ଅଜାକୁ। ହଁ ସେ ପିଲା ଆସିକି ରାଗରେ ତା ହାଣି ଦେଇଛି, ସେଥିପାଇଁ ସେ ନେହୁଳ ବେଇଲି ଆସିକି ହାଣିଛି। ଆଜ୍ଞା ସେ ଟାଇମ୍ରେ ବେହୋସ ହୋଇ ପଡ଼ିଯାଇଥିଲା। ବର୍ତ୍ତମାନ ପାଇଁ ଦେଖିଲା ସେ ନେହୁଳ ବଞ୍ଚିଛି। ସେ ଆସିକି ଆମ ଅଜାକୁ ହାଣି ଦେଇଛନ୍ତି, ମୃତ୍ୟୁବରଣ କରିଛନ୍ତି। ଆଜ୍ଞା ପୁଲିସ ଆସିକି ଲେଖିକି ଯାଇଛନ୍ତି। FIR ଆମର ଲେଖା ଚାଲିଛି, ଏବେ ଦିଆହେବ। ଅଭିଯୋଗ ଆଜ୍ଞା ସେଇଟା ଆମେ କହିପାରିବୁ, ତାଙ୍କ ଅଛି ଆସି ଆମ ମାମୁଁ ହେରିକା କହିବେ, ଯାହା କହିବେ କ'ଣ। ଆମେ ତାଙ୍କ ନାତି ହିସାବରେ ଆମେ ଆଣିଲୁ, ଦେଖାଦେଖି କରୁଛୁ ଆଜ୍ଞା। ଆମେ